ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛି ରଜ। ଏ ରଜ ଉତ୍ସବ ହେଉଛି ଓଡ଼ିଆ ଘରର ଏକ ସ୍ୱତନ୍ତ୍ର ଓ ନିଆରା ପରମ୍ପରା। ପୁରଠୁ ପଲ୍ଲୀ ପର୍ଯ୍ୟନ୍ତ ଏ ରଜ 3 ଦିନ ଯାକ ସମସ୍ତେ ଧୁମଧାମରେ ପାଳନ କରନ୍ତି। ଗାଁଠୁ ସହର ପ୍ରତ୍ୟେକ ଅନୁଷ୍ଠାନରେ ରଜ ମହୋତ୍ସବ ହୁଏ ସତ, କିନ୍ତୁ ଗାଁର ପରମ୍ପରା ସ୍ୱତନ୍ତ୍ର ଭିନ୍ନ ରହିଥାଏ। ଏଠି ଗାଁର ରଜ ପାନ ଠାରୁ ଆରମ୍ଭ କରି ପୋଡ଼ ପିଠା ପର୍ଯ୍ୟନ୍ତ ସବୁକିଛି ନିଆରା। ଏହି ପରିପ୍ରେକ୍ଷୀରେ ଆମେ ଆସି ପହଞ୍ଚିଥିଲୁ ଅସ୍ତରଙ୍ଗ ବ୍ଲକ ଆଳସାହି ପଞ୍ଚାୟତ ଆଳସାହି ଗ୍ରାମର ଗାଦି ବ୍ରହ୍ମଙ୍କ ଠାରେ, ଯୋଉଠି ମୋ ଗାଁ ମୋ ଗର୍ବକୁ ନେଇକିରି ଆଜି ଏକ ନିଆରା ରଜ ମହୋତ୍ସବ ପାଳନ କରାଯାଇଛି। ଏ ଅନୁଷ୍ଠାନର ଯେ ଆୟୋଜକ ଆମ ସହିତ ଯୋଡ଼ିଛନ୍ତି ତାଙ୍କ ସହିତ ସିଧା ପ୍ରତିକ୍ରିୟା ରଖିବା। ଆଜ୍ଞା କଣ କହିବେ ଆଜ୍ଞା ଟିକେ ପରିଚୟ ଦେବେ? ଅରୁଣ ବିଶ୍ୱାଳ କହୁଛି, ମୋ ଗାଁ ମୋ ଗର୍ବ ଅଭାବ। ଆଜି ଆମେ ପ୍ରଥମ ଥର କରି ଏଠି ରଜର ମହୋତ୍ସବ ପାଳନ କରୁଛୁ। ଆମର ଏଇ ଆଳସାହି ପଞ୍ଚାୟତରେ ନିଜ ଗାଁ ଗାଁରେ ଘରେ ଘରେ ପାଳନ କରୁଥିଲେ, କିନ୍ତୁ ଆଜି ଆମେ ଚିନ୍ତା କଲୁ ନାଇଁ, ଆମର ଯେଉଁ ମୋ ଗାଁ ମୋ ଗର୍ବର ଅନୁଷ୍ଠାନଟି ଅଛି ତାରି ମାଧ୍ୟମରେ ଗାଦି ବ୍ରହ୍ମ ପାଖରେ ସମସ୍ତଙ୍କୁ ନେଇକରି 5 ପଞ୍ଚାୟତର ଲୋକଙ୍କୁ ନେଇ ପ୍ରଥମ ସବୁ ଗାଁର ଲୋକଙ୍କୁ ପିଲାମାନଙ୍କୁ ଛୋଟ ଛୋଟ ପିଲାମାନଙ୍କୁ ନେଇ ରଜ ମହୋତ୍ସବ ପାଳନ କରିବା ପାଇଁ ଆମେ ଯେଉଁ ଯୋଜନା କରିଛୁ, ସେଥିରେ ଆମର ଛୋଟ ଛୋଟ ଭାଇ ଭଉଣୀମାନେ, ଆମର ସାଥୀମାନେ, ଯେଉଁମାନେ ମୋ ଗାଁ ମୋ ଗର୍ବର ସମସ୍ତେ କାର୍ଯ୍ୟକର୍ତ୍ତା ମାନେ 7 ଦିନ ହେଲା ବହୁତ ପରିଶ୍ରମ କରି ଏହି ଅନୁଷ୍ଠାନଟି ଆଜି ଯେଉଁ ଦେଖୁଛନ୍ତି ଆପଣମାନେ ତାକୁ ବହୁତ ଭଲରେ ତିଆରି କରିଛନ୍ତି। ତେଣୁ ମୁଁ ଚାହୁଁଛି ସମସ୍ତେ ଆସି ଏଠି ରଜର ମହୋତ୍ସବକୁ ଏନ୍ଜୟ କରନ୍ତୁ। ଏଠି ବିଭିନ୍ନ ପ୍ରକାରର ଆମେ ରଖିଛୁ ପିଲାମାନଙ୍କୁ, ସେମାନେ ତାର ନେଇପାରିବେ, ପ୍ରତିଯୋଗିତା ରଖିଛୁ, ସେମାନେ ଭାଗ ନେଇପାରିବେ, ମାଆମାନେ ବି ଭାଗ ନେଇପାରିବେ। ଇଏ ଏକ ସାମୂହିକ କାର୍ଯ୍ୟ। ଏହି ସାମୂହିକ କାର୍ଯ୍ୟରେ ସମସ୍ତେ ନେଇ ଆଜି ଯେଉଁ ରଜ ମହୋତ୍ସବରେ ସମସ୍ତେ କେମିତି ଏଇଟାକୁ ଉପଲବ୍ଧ କରିବେ, ସମସ୍ତେ ତାକୁ ଏନ୍ଜୟ କରିବେ, ସେଇଥିପାଇଁ ଆମେ ସବୁ କାର୍ଯ୍ୟକ୍ରମ କରିଛୁ। ତେଣୁ ମୁଁ ସମସ୍ତଙ୍କୁ ଆଜି ଶେଷରେ ରଜ ମହୋତ୍ସବର ସମସ୍ତଙ୍କୁ ଶୁଭକାମନା ଦେଉଛି। ଭାଇଚାରା ସବୁଠି ଲାଗି ରହୁ, ସମସ୍ତେ ଶାନ୍ତିରେ ରୁହନ୍ତୁ। ଆଜି ଏହି ରଜ ମହୋତ୍ସବର ଆଜି ମୋର ଏହି ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚୁ। ଧନ୍ୟବାଦ। ବର୍ତ୍ତମାନ ଯାହା ଆପଣ ତାଙ୍କର ମତାମତ ଶୁଣୁଥିଲେ, ଗୋଟେ ନିଆରା ଭାବରେ ଆଜି ଆଖପାଖ ସମସ୍ତ ପଞ୍ଚାୟତକୁ ନେଇକରି ଆଜି ଗୋଟେ ନିଆରା ଭାବରେ ଗୋଟେ ରଜ ମହୋତ୍ସବ ପାଳନ କରୁଛନ୍ତି। ଆପଣ ଦେଖିବେ ଓଡ଼ିଆ ଘରର ପାରମ୍ପରିକ ଖାଦ୍ୟ ଆମ ରଜ ମହୋତ୍ସବରେ ଯେଉଁ ପୋଡ଼ ପିଠା ଭଳି ପିଠା ମାନେ ମା ମାନେ ତାକୁ ପ୍ରସ୍ତୁତ କରି ଆଣିଥିଲେ। ବିଭିନ୍ନ ପ୍ରକାର ପୋଡ଼ ପିଠା ଆପଣ ଦେଖନ୍ତୁ, ସମସ୍ତେ ରଜ ପାନ ପୋଡ଼ ପିଠା ସବୁ ଭଳି ପିଠା ଲାଗିଛି, ସମସ୍ତେ ଦେଖୁଛନ୍ତି, ୟାକୁ ମଜା ନେଉଛନ୍ତି। ଦୋଳି ଖେଳ ସାଙ୍ଗକୁ ଏଠି ଯେଉଁ ପ୍ରତିଭା ମାନେ ରହିଛନ୍ତି ତାଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ମଧ୍ୟ କରାଯାଉଛି। କଣ କହିବେ, ରଜ ମହୋତ୍ସବକୁ ଆସିଛନ୍ତି, କେମିତି ଲାଗୁଛି? ବଢିଆ ଲାଗୁଛି, ଏତେ ଖୁସି ଲାଗୁଛି, ମାନେ ଆମ ଜୀବନରେ ବି ଆମେ ଏମିତି ପ୍ରୋଗ୍ରାମ କେବେ ଆଟେଣ୍ଡ କରିନଥିଲୁ। ବହୁତ ବଢିଆ ଲାଗୁଛି, ମାନେ ଆମେ ଆସିବୁ ବୋଲି ଘରୁ ସକାଳୁ କାମ ଧନ୍ଦା ସାରି କେମିତି ସେଠି ଯାଇ ପହଞ୍ଚିବୁ, ବହୁତ ଖୁସି। କଣ କହିବେ, ଯୋଉ ପୋଡ ପିଠା ତିଆରି କରି ଆଣିଛନ୍ତି, କେମିତି କଣ ପ୍ରସ୍ତୁତ କଲେ? ଆଜି ଆପଣ ଘରେ ସବୁବେଳେ କରୁଥିଲେ, ଆଜି ଗୋଟେ ମହୋତ୍ସବ ହେଇଛି ଆପଣଙ୍କ ଅଞ୍ଚଳରେ, କେମିତି କଣ କହିବେ? ମୋ ଗାଁ ମୋ ଗର୍ବର, ମୁଁ ଗାଈ ଟିଚର ଅଟେ। ମୁଁ କୁହାଯାଇଥାଏ ପୋଡ଼ପିଠା ଆଣିବା ପାଇଁ ଫାଷ୍ଟ ଟାଇମ୍, ମାନେ ଲାଇଫରେ ଫାଷ୍ଟ ଟାଇମ୍ ପୋଡ଼ପିଠା କରିକି ଆଣିଛି। ଭଲ ମନ୍ଦ ସେଇଟା କୁହାଯାଏନି, କିନ୍ତୁ ମୁଁ କରିକି ଆଣିଛି ଆଗ୍ରହ ସହିତ, ସେଇଟା ଖୁସି ଲାଗେ। ତାପରେ ଏଠି ଯେଉଁ ପିଲାମାନେ ଲୋକମାନେ ସମସ୍ତେ ଏକଜୁଟ ହେଇଛନ୍ତି, ସେଇଟା ଗୋଟେ ଭାଇପଣାର ଗୋଟେ ପରମ୍ପରା, ଯିଏକି ଏତେ ଖୁସି ଲାଗୁଛି, ଆନନ୍ଦ ଲାଗୁଛି। ଆମ ଘରୁ ସେଠି ବି ଖେଳ ହୁଏ, ଏଠି ସହିତ 5 ଗାଁରୁ ଆସି ଏଠି ମିଶିକି ଖେଳୁଛନ୍ତି, ଆହୁରି ଖୁସି ଲାଗୁଛି, ଆନନ୍ଦ ଲାଗୁଛି। ଯାହା କହୁଥିଲେ, ଭିନ୍ନ ଗାଁରେ ସେମାନେ ନିଜର ରଜ ମହୋତ୍ସବ କରୁଥିଲେ, ଘରେ ଘରେ କରୁଥିଲେ, ବନ୍ଧୁମାନଙ୍କ ଘରକୁ ଯାଉଥିଲେ। ଆଜି ଯୋଉ ଗାଦି ଗୋସାଇଁଙ୍କ ପୀଠରେ ସମସ୍ତେ ଆଜି ଭାଇଚାରା ପର୍ବ, ଯୋଉ ରଜ ପର୍ବ, ଆଖପାଖ ଗାଁ ଆଖପାଖ ପଞ୍ଚାୟତର ସମସ୍ତ ଲୋକ ଆଜି ଏକତ୍ରିତ ହୋଇଛନ୍ତି। କୁନି ପ୍ରତିଭା ଠାରୁ ଆରମ୍ଭ କରିକିରି ଅନେକ ବୟସ୍କ ଲୋକ ମଧ୍ୟ ଆଜି ଏ ରଜ ମହୋତ୍ସବରେ ସାମିଲ ହେଉଛନ୍ତି। ଭଳି ପିଠା ପାନ ଦୋଳି ଖେଳ ସାଙ୍ଗକୁ ଏଠି ଗୋଟିଏ ଜାଗାରେ ଏକାଠି ହେଇଛନ୍ତି, ବନ୍ଧୁତାର ବାର୍ତ୍ତା ମଧ୍ୟ ବାଣ୍ଟିଛନ୍ତି। ଏହା ହେଉଛି ଆଳସାହି ଗ୍ରାମର ମୋ ଗାଁ ମୋ ଗର୍ବର ଯୋଉ ରହିଛି ରଜ ମହୋତ୍ସବ, ଏହାର ହେଉଛି ସ୍ୱତନ୍ତ୍ର ଚିତ୍ର। ସେମାନେ ସମାଜକୁ ଗୋଟେ ଶିକ୍ଷା ଦେଇଛନ୍ତି, ରଜ ମହୋତ୍ସବ ଗୋଟେ ଭାଇଚାରାର ସମ୍ପର୍କ, ସମସ୍ତେ ଏକାଠି ହୁଅ ଏବଂ ଏ ମହୋତ୍ସବକୁ ଆମର ସେଇ ପରମ୍ପରା, ଯୋଉ ଓଡ଼ିଆ ଘରର ଯୋଉ ପ୍ରାକ୍ତନ ପରମ୍ପରା ରହିଥିଲା ରଜ ମହୋତ୍ସବକୁ ନେଇ, ତାକୁ ମନେ ପକାଇବା ପାଇଁ ସ୍ୱତନ୍ତ୍ର ବାର୍ତ୍ତା ମଧ୍ୟ ସେମାନେ ପ୍ରଦାନ କରିଛନ୍ତି। ଅସ୍ତରଙ୍ଗରୁ ଆର୍ଯ୍ୟ ବିଶ୍ୱାଳଙ୍କ ରିପୋର୍ଟର ଷ୍ଟୁଡିଓ।